ମୋ ନାମ ବଳରାମ ସାହୁ। କଣ ହେଇଥିଲା ଘଟଣା ଆଜ୍ଞା? ଘଟଣା ମୋର ଗୋଟେ ଷ୍ଟାଫ କୁଳିଅଣା କାଉଣ୍ଟରରୁ ପଇସା ନେଇକି ସେ ଆସୁଥିଲା ବାରିପଦା ଆସୁଥିବା ଭିତରେ ଠିକ ଆପଣଙ୍କର ବାଇଗଣ ବାଡ଼ିଆ ପାରେଇଛି ଗୋଟେ ମୋଟରସାଇକେଲ ତା ପାଖକୁ ଆସିଲା। ସାଇଡକୁ ଆସିକି ଗୁଳି ଗୋଟେ ଜଙ୍ଗରେ ମାରିଦେଲା। ଜଙ୍ଗରେ ଫାୟାରିଂ କଲା ବେଳକୁ ସେ ସାଇଡ୍ ହେଇକି ଛିଡ଼ା ହେଇଗଲା। ତାକୁ ତା ବନ୍ଧୁକଟା ତା ମୁଣ୍ଡରେ ଲଗେଇଲା କହିଲା ପଇସା ବ୍ୟାଗଟା ଦେ। ଇଏ ଦେଲାନି, ତାକୁ ପେଲିକିରି ଦୌଡ଼ି ପଳେଇଲା। ମାନେ ଦୌଡ଼ି ପଳଉଥିଲା, ଆଉ ଗୋଟେ ରାଉଣ୍ଡ ମାରିଲା, ତା ମୁଣ୍ଡରେ ସାଇଡରେ ଗୁଳିଟା ବାଜିକି ପଳେଇଲା। ତାପରେ ସେ ଦୌଡ଼ି ପଳେଇଲା ସେପଟେ ଆଉ। ତା ଜଙ୍ଘରେ ବାଜିଛି ଗୁଳିଟା, ତା ଭିତରେ ଅଛି। ମୁଣ୍ଡ ଗୁଳିଟା ବାଜିକି ସାଇଡରେ ପଳେଇଛି ଆଉ, ବ୍ଲଡ ବାହାରୁଛି। ଇଏ ତ ସେ ତ ଏକା ଥିଲା। ସିଏ ଯାହା କହିବାରେ ହେଲମେଟ ପିନ୍ଧିଥିଲେ, ସେମାନେ ହେଲମେଟ ଖୋଲିଲା ପରେ କନା ଗୁଡ଼ା ହେଇଥିଲା, ମାନେ ଜଣା ପଡୁନି। କିନ୍ତୁ ସେମାନେ ସିଏ ଯାହା କହିବା ଅନୁସାରେ ବେଙ୍ଗଲୀ କଥା ଟିକେ ଟିକେ ହଉଥିଲେ। ଆଉ ବାଇକ୍ ବି ନମ୍ବର ପ୍ଲେଟ୍ ନଥିଲା। ବାଇକ୍ଟା ବି ସେ କହିପାରୁନି। ଭଲ ବାଇକ୍ଟା, ସେ ଯାହା କହୁଛି ବଡ଼ ବାଇକ୍ଟା, ଭଲ ବାଇକ୍ଟା, କିନ୍ତୁ ନମ୍ବର ପ୍ଲେଟ୍ ନଥିଲା। ଷ୍ଟାଫ, ଆମ ଷ୍ଟାଫ, ତା ନାମ ଶିବାନନ୍ଦ ବାରିକ, ତା ଘର କୁଳିଅଣା। ନାଇଁ ନା, ସେ ପଇସା ପାଇଁ କେବଳ ଆସିଥିଲେ, ପଇସା ତ ନେଇଥାନ୍ତେ।